पिता माँ सीता अयोध्या बासी मते कलंकिनी कहिबारु ता स्वामी मोर सही पारिले नाही से साडू जे लक्ष्मण को डाकी मते निर्वासन रे दंड देले अरे माँ माँ सीता केबे हेले असती हेई पारंतिनी रे माँ पिता अरे माँ अथय तुनु हबारे आदि शक्ति सनातनी अथय तुनु हबारे आदि शक्ति सनातनी अथय तुनु भुवर छाली मते भुवर छाली मते जनामी छो ये मेदिनी पिता अथय आत्महत्या महापापरे माँ ओ माँ श्री राम नहुसा ये तेरा भाग्य निंदा को डरी ना से ही निंदा को डरी ना से ही बराजिले सुलोचनी अथय तुनु माँ सीता पिता एथिरे प्रभु रामचंद्र किसी दोष नहीं रे माँ पिता ये अयोध्यावासींकर निंदा अपवाद को भय करे से आज तोते वनवास दंडरे दंडित करिसंति रे माँ पिता महासती तीने पूरे जानती राम ठाकुरे निंदा को डरी ना सही निंदा को डरी ना सही बराजिले रघुमणि पिता अथय तुनु हबारे माँ सीता पिता तू सती सती महासती बोली एक कथा प्रभु रामचंद्र जानी रे माँ पिता किंतु कौन करिबे से हे निंदा अपवाद को भय करी से अति तोते वनवास दंडरे दंडित करी देइछन्ति पिता कौन भाबुछु माँ चालो मो आश्रमे जीवु कुमारी में चालो मो आश्रमे जीवु कुमारी में नबाधिब दुख सका पिता नबाधिब दुख सका चलिले विचार मानी पिता अथय तुनु माँ पिता कौन भाबुछु माँ चल माँ मो सहित मो आश्रम को जीवु से स्थान में अनेक ऋषि कुमारी माने अछंती सेमानक सहित मोर आदेश को अक्षर पालन करी सानुज लक्षण सीता को नहीं निबिड़ कारण मध्य छाड़ी
অযথা প্রত্যাখ্য মনে করেছিল। অপেক্ষা করে ମୁଁ ତୋର ଫେରିବା ପାଖକୁ ଅପେକ୍ଷା করে ମୁଁ ଫେରି ଆସିଛି ଭାଇ, ପ୍ରଣାମ ଚରଣୀ। ହେଲେ ତମେ ମତେ କୁହ କଣ ସୀତାଙ୍କୁ ନେଇ ତମେ କେଉଁ ସ୍ଥାନରେ ଚାଲି ଆସିଗଲ? ଭାଇ ମାଙ୍କୁ ଆଜି ମୁଁ ମୋର এই নিঘন অরণ্য কাননা মধ্যে ছাড়ি চালি আসিছি ভাই। তুমি জানো লক্ষণ সীতা ମୋ ନିକଟରୁ ଛାଡ଼ି ଗଲାର ସମୟଠାରୁ ଏ ଅଯୋଧ୍ୟା ପୁରୀଟା ମତେ ଯେପରି ଖାଲି ଖାଲି ଲାଗୁଛି। ସିଂହାସନଟା ଯେପରି ମତେ ଶୂନ୍ୟ ବୋଲି ଲାଗୁଛି। আপনি কোন বুঝিবেন? ଯେଉଁ ଦିଗକୁ ମୁଁ ଦୃଷ୍ଟି ନିକ୍ଷେପ କରୁଛି ସୀତାଙ୍କର ମୁଖମଣ୍ଡଳ ଯେପରି ମୋର ନେତ୍ର ପଥରେ ନାଚି ଯାଉଛି। নাই ভাই, ସୀତାଙ୍କୁ ନିର୍ବାସନ ଦଣ୍ଡରେ ଦଣ୍ଡିତ କରି ମୁଁ ମହାଭୁଲ କରିଛି ଲକ୍ଷ୍ମଣ। ବିଚାର ନ କରି ଆଗ ପଛ କଥାକୁ କିଛି ଚିନ୍ତା ନ କରି ତୁମରି ଦ୍ୱାରା ନିର୍ବାସନ ଦଣ୍ଡରେ ଦଣ୍ଡିତ କରି ମୁଁ ଆଜି ମହାଭୁଲ କରିଛି ଲକ୍ଷ୍ମଣ। ଆପଣ ଧୈର୍ଯ୍ୟ ଧରନ୍ତୁ ଭାଇ, ଆପଣ ଧୈର୍ଯ୍ୟ ଧରନ୍ତୁ। ସୀତା ବିନା ମୁଁ କେବେ ହେଲେ ବଞ୍ଚି ପାରିବି ନା। নাই ভাই, ସୀତା ବିନା ବଞ୍ଚିବା ମୋ ପକ୍ଷରେ କଷ୍ଟ ହେଉଛି ନା। নাই ভাই, ସୀତା ବିନା ମୁଁ ବଞ୍ଚି ପାରିବି ନାହିଁ। ସୀତା ବିନା ମୁଁ ବଞ୍ଚି ପାରିବି ନାହିଁ। ଆପଣ ଧୈର୍ଯ୍ୟ ଧରନ୍ତୁ ଭାଇ। କରାନ୍ତି କ୍ରାନ୍ଦନ କୌଶଲ୍ୟାନନ୍ଦନ ଜାନକୀଙ୍କ ଗୁଣ তেজিলি জানকী নারী গান শির হমারি বনে সে কি করু ଗନ୍ଧର କାଞ୍ଚର ମଧ୍ୟରେ ସେଉଠି ଚିତ୍ରନ୍ତମାନଙ୍କର ବାସସ୍ଥାନ। ଯେତେ ବିତର୍କ ସେ ଯଦି ଶୟନ କରୁଥିଲେ ବିଶ୍ରନ୍ତମାନଙ୍କ ମେଳରେ ସୀତା ମୋର ଏକାକିନୀ କଣ କରୁଥିବ? ସୀତା ବିନା ବଞ୍ଚି ପାରିବି ନାହିଁ। ତମେ ସୀତାଙ୍କୁ ଫେରାଇ ଆଣ ନା କଣ? ତମେ ସୀତାଙ୍କୁ ବିରୋଧ ବାବୁ, ବିରୋଧ ବଚ୍ଚ ରାମଚନ୍ଦ୍ର ଗୁରୁଦେବ ଆପଣ କଣ ହୋଇଛି ତୁମର? କାହିଁକି ଅଧୈର୍ଯ୍ୟ ହୋଇ ତୁମେ ଭଳି ଛୋଟ ପିଲାଙ୍କ ଭଳି କ୍ରନ୍ଦନ କରୁଛ? କାନ୍ଦିବା ତଥା ଜୀବନରେ ସାର ବାବା, ଜୀବନରେ ହସବା କେଉଁଠି ବଚ୍ଚ ରାମଚନ୍ଦ୍ର এই প্রজামানଙ୍କର ମଙ୍ଗଳ ପାଇଁ ସେମାନଙ୍କର ସୁଖ ସ୍ୱାଚ୍ଛନ୍ଦ୍ୟ ପାଇଁ ସତୀ ସୀତାଙ୍କୁ ମୁଁ କଳଙ୍କିନୀ ଆଖ୍ୟା ଦେଇ ନିର୍ବାସନ ଦଣ୍ଡରେ ମୁଁ ଦଣ୍ଡିତ କରି ଲକ୍ଷ୍ମଣ କର ମୁଁ ଆଜି ମହାଭୁଲ କରିଛି ଗୁରୁଦେବ। ବାବା, ମୁଁ ପାପ କରିଛି, ଅନ୍ୟାୟ
ସୀତା ବିନା ମୁଁ ବଞ୍ଚି ପାରିବି ନାହିଁ ଗୁରୁଦେବ। ସୀତା ବିନା ମୋତେ ଚତୁର୍ଦିଗ ଯେପରି ଅନ୍ଧକାର ଦେଖା, ସୀତା ବିନା ମୁଁ ବଞ୍ଚି ପାରିବି ନାହିଁ। ମୁଁ ତୁମର ମନର କଥାକୁ ବୁଝିପାରୁଛି ବାବୁ, କିନ୍ତୁ ଯେଉଁ ନଦୀ ବହି ଯାଇଛି ସେ କେବେ ହେଲେ ଆଉ ଫେରି ଆସିବ ନାହିଁ ବାବୁ। ଶାସ୍ତ୍ରରେ ଲେଖା ଅଛି ପତସ୍ୟ ଶୋଚନା ନାସ୍ତି। ମୋର କହିବା କଥା, ପଛ କଥାକୁ ଭୁଲି ଯାଇ ତୁମେ ରାଜକାର୍ଯ୍ୟରେ ମନ ଦିଅ ରାମଚନ୍ଦ୍ର। ତୁମର ମଙ୍ଗଳ ହେବା ସଙ୍ଗେ ସଙ୍ଗେ এই নিরীহ প্রজামানଙ୍କର ମଙ୍ଗଳ ହେବ। ଆପଣ ଠିକ କଥା କହିଛନ୍ତି। ଆପଣ ଯେତେବେଳେ ଅଯୋଧ୍ୟାର ପୁରାତନ ବ୍ୟକ୍ତି ଗୁରୁ ବଶିଷ୍ଠ, ବାବା ଆପଣଙ୍କ କଥାକୁ ମାନି ନେବା ଏକାନ୍ତ ମୋର କାମ୍ୟ। ଆଗ ପଛ କଥାକୁ କିଛି ଭୁଲି ଯାଇ ପ୍ରଜାମାନଙ୍କ ମନରେ ଆନନ୍ଦ ଭରିଦେବା ପାଇଁ ସେମାନଙ୍କୁ ନେଇ ଏ ରାଜ୍ୟ ଚଳେଇବାଟା କଥାଟା କାହିଁକି ମୋର ଭୁଲି ଯାଉଛି। ବାବୁ ଆଉ ମୁଁ ବିକ୍ରମ ଲକ୍ଷ୍ମଣ